প্রিয় দর্শক বন্ধুগণ নমস্কার, গুড মর্নিং, সুপ্রভাত। আজি 10 অক্টোবর 2025 শুক্রবার আসি যাইছি এক গুরুত্বপূর্ণ খবর নেই ওড়িশার পানিপাগ বিষୟରେ, ଯାହାକି ଆପଣ ମାନେ ନିହାତି ଦେଖିବା ଦରକାର। ওড়িশার সমস্ত পানিপাগ খবর পাই একমাত্র স্থান পানিপাগ বিষୟରେ ସବୁଠୁ ସଠିକ ଖବର ଜାଣିବା ପାଇଁ ଆମ ମିଷ୍ଟର ଟିକେ ଓଡ଼ିଆ ନ୍ୟୁଜ ଚ୍ୟାନେଲରେ ସ୍ୱାଗତ। ଏହି ଚ୍ୟାନେଲରେ ଆମେ ଆପଣଙ୍କୁ ପ୍ରତିଦିନ ପାଣିପାଗ ରିପୋର୍ଟ, ବର୍ଷା, ଖରା, ଶୀତ, ବନ୍ୟା, ଝଡ଼ ଏବଂ ବାତ୍ୟା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରି ଆପଣମାନଙ୍କୁ ସମୟ ପୂର୍ବରୁ ପାଣିପାଗ ବିଷୟରେ ସଚେତନ କରୁ। ଏହି ପ୍ରସାରଣ ସବୁଦିନ ସକାଳ ସମୟରେ ହୋଇଥାଏ। ଆପଣମାନେ ସୁରକ୍ଷିତ ରହିପାରିବେ ଯଦି ଦର୍ଶକ ବନ୍ଧୁ ଆପଣମାନେ ଚାଷୀ, ଛାତ୍ର, କର୍ମଚାରୀ କିମ୍ବା ଓଡ଼ିଶାର ଯେକୌଣସି ବ୍ୟକ୍ତି, ତେବେ ଏହି ଚ୍ୟାନେଲ ଆପଣଙ୍କ ପାଇଁ ଉପଯୋଗୀ। ଭାରତୀୟ ପାଣିପାଗ ବିଭାଗର ସଠିକ ତଥ୍ୟ ଦେଇଥାଉ। ଦର୍ଶକ ବନ୍ଧୁ ଅନୁରୋଧ କରୁଅଛି ଯେ ଚ୍ୟାନେଲଟିକୁ ସବସ୍କ୍ରାଇବ ଏବଂ ଫଲୋ କରି ଆମ ସହିତ ଯୋଡ଼ି ହୁଅନ୍ତୁ। ଦର୍ଶକ ବନ୍ଧୁଗଣ, ବାଂଲାଦେଶ, ବିହାର, ଝାରଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ବର୍ଷା ଲାଗି ରହିଅଛି। ବର୍ଷା ବିଦାୟ ନେବାର ନାମ ଗନ୍ଧ ନେଉନାହିଁ। ଅନ୍ୟ ରାଜ୍ୟମାନଙ୍କରେ ବର୍ଷା ବିଦାୟ ନେଇ ସାରିଅଛି, କିନ୍ତୁ ଓଡ଼ିଶାରୁ ବିଦାୟ ନେବା ପାଇଁ ଟିକେ ସମୟ ଲାଗିବ। ଫିଲିପିନ୍ସରୁ ଆସୁଥିବା ଜଳୀୟ ବାଷ୍ପ ସାଗର ମଧ୍ୟରେ ବର୍ଷା କରାଉଅଛି। ଦର୍ଶକ ବନ୍ଧୁଗଣ, 10 ଅକ୍ଟୋବର ଅର୍ଥାତ୍ ଆଜି ଶୁକ୍ରବାର ଓଡ଼ିଶାରେ ଗୋଟିଏ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଜିଲ୍ଲାଟି ହେଲା ଗଜପତି। ପ୍ରବଳ ବର୍ଷା ହେବ, ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବ। ପବନର ବେଗ ରହିବ 30 କିଲୋମିଟରରୁ 40 କିଲୋମିଟର ପର ଘଣ୍ଟା ଏବଂ ବର୍ଷାର ପରିମାଣ ରହିବ 7 ସେଣ୍ଟିମିଟରରୁ 11 ସେଣ୍ଟିମିଟର ମଧ୍ୟରେ ବୋଲି ଅନୁମାନ କରିଅଛି ଆଞ୍ଚଳିକ ପାଣିପାଗ ବିଭାଗ। 21ଟି ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଅଛି। ଏହି ଜିଲ୍ଲାମାନଙ୍କରେ ହାଲୁକାରୁ ମଧ୍ୟମ ବର୍ଷା ହେବ। ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବ। ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବ। ପବନର ବେଗ ରହିବ 30 କିଲୋମିଟରରୁ 40 କିଲୋମିଟର ପର ଘଣ୍ଟା ଏବଂ ବର୍ଷାର ପରିମାଣ ରହିବ 7 ସେଣ୍ଟିମିଟରରୁ 11 ସେଣ୍ଟିମିଟର ମଧ୍ୟରେ। ଦର୍ଶକ ବନ୍ଧୁଗଣ, ଆଉ ରହିଲା 9ଟି ଜିଲ୍ଲା। ମୁଖ୍ୟତଃ ଭାଗରେ ପାଗ ଶୁଖିଲା ରହିବ, ମେଘୁଆ ପାଗ ରହିବ। ସାମାନ୍ୟ ବର୍ଷା ହେବାର ଅନୁମାନ କରାଯାଉଅଛି। ଜିଲ୍ଲାଗୁଡ଼ିକ ହେଲା କୋଷ୍ଟାଲ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଗୋଟିଏ କି ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ। ବିଜୁଳି ଘଡ଼ଘଡ଼ି ସହ ପବନ ମଧ୍ୟ ବହିପାରେ। ଦର୍ଶକ ବନ୍ଧୁଗଣ, ଆସନ୍ତାକାଲି ଅର୍ଥାତ୍ 11 ଅକ୍ଟୋବର ଶନିବାର ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଅଛି। ସାରା ରାଜ୍ୟରେ 8 ଜିଲ୍ଲାରେ ପ୍ରବଳ ବର୍ଷା ହେବ ଏବଂ ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କନ୍ଧମାଳ, ଗଜପତି, ଗଞ୍ଜାମ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବ। ପବନର ବେଗ ରହିବ 30 କିଲୋମିଟରରୁ 40 କିଲୋମିଟର ପର ଘଣ୍ଟା ଏବଂ ବର୍ଷାର ପରିମାଣ ରହିବ 7 ସେଣ୍ଟିମିଟରରୁ 11 ସେଣ୍ଟିମିଟର ମଧ୍ୟରେ ସୂଚନା ଦେଇଅଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ IMD ଭୁବନେଶ୍ୱର କେନ୍ଦ୍ରରୁ। ଏବଂ 22ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବ। ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଯାଜପୁର, କଟକ, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କାଲାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଏବଂ କୋରାପୁଟରେ ହାଲକାରୁ ମଧ୍ୟମ ବର୍ଷା
বিজুলি ঘড়ঘড়ি সহ ঝটকা পবন বহিব এবং পবনর বেগ রহিব 30 কিলোমিটার 40 কিলোমিটার পর ঘণ্টা এবং বর্ষার পরিমাণ রহিব 7 সেন্টিমিটার 11 সেন্টিমিটার মধ্যে অনুমান করিଅছি আঞ্চলিক পাଣିপাগ বিজ্ঞান। বন্ধুগণ, ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି କମେଣ୍ଟ ମାଧ୍ୟମରେ ଜଣାଇବେ ବୋଲି ଅନୁରୋଧ ଏବଂ ଲାଇକ୍ କମେଣ୍ଟ ସେୟାର ଫଲୋ କରି ଅନ୍ୟ ସମସ୍ତଙ୍କୁ ଦେଖିବାର ସୁଯୋଗ କରିଦେବେ ବୋଲି ମଧ୍ୟ ଅନୁରୋଧ। ଧନ୍ୟବାଦ।